धन्यवाद समर्थक बंदी पड़ो आज स्कूल मॉडल समस्त सदस्य को स्वागतम करते समस्त जातीय संस्कार प्रस्तुत हुआ धन्यवाद समर्थक बंदी पड़ो सुप्रभात समर्थक सीएमसी उच्च विद्यालय परिवर्तन मॉडल एसएमसी वर्तमान आनुष्ठिक आरंभ हेबाक अछि ଏବେ ଆମେ ପ୍ରଶ୍ନ ଆରମ୍ଭ କରିବା ବିପଦ ସଦସ୍ୟ ପ୍ରଶ୍ନ ଉଠାଇ ପାରିବେ ଏବେ ଆମେ ଶିକ୍ଷା ଏଆଇ ଟେକ୍ନୋଲୋଜି ଉପରେ ଆଲୋଚନା କରିବା ବିପଦ ସଦସ୍ୟ ଆପଣ କଣ କହିବାକୁ ଚାହୁଁଛନ୍ତି କୁହନ୍ତୁ धन्यवाद पाठशाली महोदया ମୋ ପ୍ରଶ୍ନ ହେଉଛି ଶିକ୍ଷା ଓ ଟେକ୍ନୋଲୋଜି ମନ୍ତ୍ରୀଙ୍କ ସରକାରୀ ସ୍କୁଲ ଶିକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ବ୍ୟବହାର କରିବାକୁ ଘୋଷଣା କରିଛନ୍ତି କିନ୍ତୁ ଆମ ଗ୍ରାମାଞ୍ଚଳ ସ୍କୁଲଗୁଡ଼ିକରେ ସାମାନ୍ୟ କମ୍ପ୍ୟୁଟର ଇଣ୍ଟରନେଟ ହିଁ ନାହିଁ ଏହି ଯୋଜନା କିପରି କାର୍ଯ୍ୟକାରୀ ହେବ ଶିକ୍ଷା ଓ ଟେକ୍ନୋଲୋଜି ଆପଣ କଣ କହିବେ କୁହନ୍ତୁ विपक्ष सदस्य आपण कौन କହିବାକୁ ଚାହୁଁଛନ୍ତି କୁହନ୍ତୁ ଧନ୍ୟବାଦ ଏହା ତ ସହରୀ ଏବଂ ଗ୍ରାମୀଣ ଛାତ୍ରଙ୍କ ମଧ୍ୟରେ ଏକ ଡିଜିଟାଲ ବିଭାଜନ ସୃଷ୍ଟି କରୁନାହିଁ କି ସାଧାରଣ ସ୍କୁଲର ପିଲା ଏହି ସୁବିଧା କେବେ ପାଇବେ ଶିକ୍ଷା ଓ ଟେକ୍ନୋଲୋଜି ମନ୍ତ୍ରୀ ଆପଣ କଣ କହିବେ टोटल धन्यवाद छाड़ सर कोई पड़ा हाउ करन तो टिके भी मॉडिफाई करियो जोटा बड़ा ଆମେ ଏଇ ବିଷୟରେ ପ୍ରଶ୍ନ କରୁଛୁ ଆନ୍ତର୍ଜାତୀୟ ଇଣ୍ଟରନେଟ ସହିତ ଆମେ ଖେଳ କରିବା ସଠିକ ମହତ୍ଵ କରୁଛୁ ପ୍ରତି ଆୟକୁ 5.4 ନିଯୁକ୍ତି ଏବଂ ବାର୍ଷିକ
ଖେଳ ପାଣି ଖେଳ ପାଣି ଯାହା କମି ଯାଆନ୍ତି ବହୁତ ଶୀଘ୍ର ଆପଣଙ୍କ ମଜା କରିବ ପ୍ରଶ୍ନ କାଳେ ସମାପ୍ତ ହେଲା ପରବର୍ତ୍ତୀ ଏଜେଣ୍ଡା ହେଉଛି ଅନ୍ତର୍ଭୁକ୍ତ ଚର୍ଚ୍ଚା ଏହି ସଭା ବିଶ୍ୱାସ କରେ ଯେ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଜଳବାୟୁ ପରିବର୍ତ୍ତନ ଉପରେ ମୁକାବିଲା ପାଇଁ ଶିଳ୍ପୀୟ ଉନ୍ନତି ଅପେକ୍ଷା ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦିଆଯିବା ଉଚିତ। ମୁଖ୍ୟମନ୍ତ୍ରୀ ମହୋଦୟ ଧନ୍ୟବାଦ। ଆମକୁ ଉନ୍ନତି ଏବଂ ପରିବେଶ ମଧ୍ୟରେ ଗତିକୁ ବାଛିବାର ଆବଶ୍ୟକତା ନାହିଁ। ଆମର ନୀତି ହେଉଛି ସବୁଜ ବିକାଶ। ଆମେ ଶିଳ୍ପ ଚାହୁଁ କିନ୍ତୁ ପ୍ରଦୂଷଣକାରୀ ଶିଳ୍ପ ନୁହେଁ। ଆମେ ସୋଲାର ଏନର୍ଜି ଏବଂ ୱାଟର ଟୁ ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦେଉଛୁ। ବିକାଶ ଏବଂ ପରିବେଶ ପରସ୍ପର ପରିପୂରକ ହେବା ଆବଶ୍ୟକ। ଧନ୍ୟବାଦ। ବିପକ୍ଷ ନେତା ଆପଣ କଣ କହିବାକୁ ଚାହୁଁଛନ୍ତି? ମାନ୍ୟ ସଭାପତି ଏସବୁ କେବଳ ଭାଷଣରେ ଶୁଣିବାକୁ ଭଲ ଲାଗେ। ତିଆରିରେ ଲୋକ ବାସ୍ତବରେ ନୂଆ କାରଖାନା ପାଇଁ ହଜାର ହଜାର ଏକର ଜଙ୍ଗଲ କଟାଯାଉଛି। ନଦୀଗୁଡ଼ିକ ପ୍ରଦୂଷିତ ହେଉଛି। ସରକାର ସବୁଜ ଏକ ବିକାଶ ମାର୍ଚ୍ଚ ପ୍ରଥମେ ଆମ ନଦୀଗୁଡ଼ିକୁ ସଫା କରିଦେବୁ। ତାପରେ ସୌରଶକ୍ତି କଥା କହିବେ। ପରିବେଶ ମନ୍ତ୍ରୀ ଆପଣ କଣ କହିବାକୁ ଚାହୁଁଛନ୍ତି? କୁହନ୍ତୁ। ଧନ୍ୟବାଦ ବାଚସ୍ପତି ମହୋଦୟ। ବିରୋଧୀ ଦଳର ନେତାଙ୍କୁ ସ୍ଥାନ ଦେଉଛନ୍ତି। ଆମେ ଟେକ୍ନୋଲୋଜି ବ୍ୟବହାର କରୁଛୁ। ପ୍ରତ୍ୟେକ ବଡ଼ କାରଖାନାରେ ଅଲରେଡି 300 ପୃଷ୍ଠା ଲଗାଯାଇଛି। ଯିଏ ନିୟମ ଭାଙ୍ଗୁଛି ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେ ଆମ ପ୍ଲାଷ୍ଟିକ ବିଲ୍କୁ ମଧ୍ୟ କଡ଼ାକଡ଼ି ଭାବେ ଲାଗୁ କରୁଛୁ। ଧନ୍ୟବାଦ। ବିପକ୍ଷ ସଦସ୍ୟ ଆପଣ କଣ କହିବାକୁ ଚାହୁଁଛନ୍ତି? କୁହନ୍ତୁ। ଧନ୍ୟବାଦ। ମନ୍ତ୍ରୀ ମହୋଦୟ କହିବେ କି ଯଦି ସବୁ କିଛି ଠିକ ଅଛି ତେବେ ଆମ ସହରର ଗୁଣବତ୍ତା କାହିଁକି ପ୍ରତିଦିନ ଖରାପ ହେବାରେ ଲାଗିଛି? ଏବେ ଆମେ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିବା। ବିପକ୍ଷ ନେତା ଆପଣ କଣ କହିବାକୁ ଚାହୁଁଛନ୍ତି? କୁହନ୍ତୁ। ଧନ୍ୟବାଦ ବାଚସ୍ପତି ମହୋଦୟ। ଶ୍ରୀଗୋଲ ସାର୍ ମୁଁ କୃଷି ଓ ଖାଦ୍ୟ ସୁରକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି আকର୍ଷଣ କରିବାକୁ ଚାହୁଁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷୀ ବାରମ୍ବାର କ୍ଷତି ସହୁଛି। ସରକାରଙ୍କୁ କେବଳ ଧାନ କିଣିବାର ବ୍ୟସ୍ତ। ଖାଦ୍ୟ ସୁରକ୍ଷା ପାଇଁ ଏବଂ କୃଷକ ଖାଦ୍ୟ ପାଇଁ ସରକାର କଣ କରୁଛନ୍ତି? ସ୍ୱାସ୍ଥ୍ୟ ମନ୍ତ୍ରୀ ଆପଣ କଣ କହିବାକୁ ଚାହୁଁଛନ୍ତି? ଧନ୍ୟବାଦ ବାଚସ୍ପତି ମହୋଦୟ। ଆମେ ଏ ଦିଗରେ ବହୁତ କାମ କରିଛୁ। ଆମେ ବିଭିନ୍ନ ସମସ୍ୟାକୁ ଜାତୀୟ ସ୍ତରରେ ପହଞ୍ଚାଇଛୁ। ଚାଷୀଙ୍କୁ ଡାଲି ତୈଳବୀଜ ଏବଂ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଇଛି। ଖାଦ୍ୟ ସ୍ୱାସ୍ଥ୍ୟ ରଖିବା ପାଇଁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଛି। ଆମର ଲକ୍ଷ୍ୟ କେବଳ ଖାଦ୍ୟ ଉତ୍ପାଦନ ନୁହେଁ ବରଂ ପୁଷ୍ଟିକର ଖାଦ୍ୟକୁ ସୁନିଶ୍ଚିତ କରିବା। ଧନ୍ୟବାଦ। ବିପକ୍ଷ ସଦସ୍ୟ ଆପଣ କଣ କହିବାକୁ ଚାହୁଁଛନ୍ତି? କୁହନ୍ତୁ। ଧନ୍ୟବାଦ ବାଚସ୍ପତି ମହୋଦୟ। ମୋ ପ୍ରଶ୍ନ ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ। ସରକାରୀ ଡାକ୍ତରଖାନାରେ ଡାକ୍ତର ସଂଖ୍ୟା ସାମାନ୍ୟ ଗୋଟେ ରୋଗ ପାଇଁ ଲୋକଙ୍କୁ ଘରୋଇ ହସ୍ପିଟାଲ ଯିବାକୁ ପଡୁଛି। ଆପଣଙ୍କର ମାଗଣା ସ୍ୱାସ୍ଥ୍ୟ ସେବା କେମିତି ଲାଭ କରୁଛନ୍ତି? ସ୍ୱାସ୍ଥ୍ୟ ମନ୍ତ୍ରୀ ଆପଣ କଣ କହିବାକୁ ଚାହୁଁଛନ୍ତି? କୁହନ୍ତୁ। ଧନ୍ୟବାଦ ବାଚସ୍ପତି ମହୋଦୟ। ମାନ୍ୟବର ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଆମେ ଗତ 1 ବର୍ଷ ମଧ୍ୟରେ 500 ଡାକ୍ତର ନିଯୁକ୍ତି ଦେଇଛୁ। ଗ୍ରାମାଞ୍ଚଳ ପାଇଁ ମୋବାଇଲ ଟେଲିମେଡ଼ିସିନ ଏବଂ ଟେଲିମେଡ଼ିସିନ ସେବା ଆରମ୍ଭ କରାଯାଇଛି। କିଛି ସମସ୍ୟା ଅଛି କିନ୍ତୁ ଆମେ ତାର ସମାଧାନ କରୁଛୁ। ଧନ୍ୟବାଦ। ଏଆଇଟାରେ ବିଭାଜନ ବନ୍ଦ କର। ବନ୍ଦ କର। ବନ୍ଦ କର। ପ୍ରଦୂଷଣକାରୀ ସରକାର ହାୟ କେନ ପଡ଼ିଆ କାଲି ପଡ଼ିଛି ସରକାର ତୁମେ କୁଆଡ଼େ ଗଲ? କୁଆଡ଼େ ଗଲ? ଶାନ୍ତ ହୁଅନ୍ତୁ ସମସ୍ତେ। ଏଠି ପଡୁଛି। ଭୁବନରେ ଏପରି ଆଚରଣ ଗ୍ରହଣୀୟ ନୁହେଁ। ଏହା ସ୍କୁଲ ମର୍ଯ୍ୟାଦା ରକ୍ଷା କରନ୍ତୁ। ଆପଣଙ୍କୁ କହିବାକୁ ସୁଯୋଗ ଦିଆଯାଇଥିଲା। ଧନ୍ୟବାଦ। ଆଜିର ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ପରିବେଶ ସୁରକ୍ଷା ଉପରେ ହୋଇଥିବା ମତ ଆସନ୍ତାକାଲି ସକାଳ 10 ପରିବେଶ ଉପରେ ହୋଇଥିବା ମତ ଆସନ୍ତାକାଲି ଭୋଟିଂ କରାଯିବ।
ଆଜିର କାର୍ଯ୍ୟସୂଚୀ ଶେଷ ହୋଇଛି। ଆସନ୍ତାକାଲି ସକାଳ 10ଟା ପର୍ଯ୍ୟନ୍ତ ମୁଲତବୀ ରଖାଗଲା। ଧନ୍ୟବାଦ ସମସ୍ତଙ୍କୁ।